लुभ हाँ देख एना माने लंकाटा रागा थिला बोली कोदा खाई रोचे रखिजु ना पानी खाइबि नै जाऊ तमर मु खाइबि जय जगन्नाथ वेलकम टू माय ब्लॉग तो ये सब आम पिला मैंने बाहर पड़लु आमर गोटे पिला बगीचा कर सब काकुड़ी खाया लंका रेडी कर देगी सब अरे गाड़ी जीवा हाँ गाड़ी नहीं सब जीवा चल चल जीवा चल मो ब्लॉग रे सब पड़िबा आज ये सुभाष आज आसी सकाल सकाल भुवनेश्वर आम बड़ बाबू ये आस ढेंकानाल किए आसा 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 सब पिला आमर आसुचंदी पछाड़े आमर ब्रह्मानंद दा बगीचार काकुड़ी करछि तो सेठी सब लुण लंका लेके जीवु खाया पई मो गाड़ी आना चाबी अछि चल गाँ भितर चललु हाँ मुझे एकुटिया चल चल जी मो सहित आम सब थी एपट गाँवडे बगीचा है एपट गाँवडे पछरे आ दिज आगे जा सारे आउ 4 जन 4 आम 3 7 सी 8 ब्रांड विश्व ब्रांड विश्व ब्रांड विश्व जीवा देखिया तार केते कौन अच्छी काकुड़ी आई सब सफा कर दो थी आज बाहर आपण आड़े काकुड़ी केजी केते अच्छी कमेंट रे जनइबे माँ काली केतना बिकुथुला कि से 40 रुपया आम आड़े अच्छी केजी 40 से आम गोटे क्रिकेट प्लेयर तो बगीचार पड़ी माने लगी जाए तो सी आउ खेली जाई पारनी फाइनाल सब पिला आसे पहुँच सारे आमर पहुँचिक ये बस किए दब काकुड़ी ब्रह्मानंद हाँ तार एपटे बगीचा अच्छी जो बाड़ दिखाई 12 आड़ पड़े ता बगीचा ये बगीचा ये से बैगण लगे बैगण चलो चलो ये टमाटो लगी जदि केबे कार पनीपरिया कौन सी बाहागर दरकार तो आम मत मो स्क्रीन नंबर देदेवी आउ कॉल करके आसिले से किसी डिस्काउंट रे भी दब आपण मानक एपटे काकुड़ी लगी ये काकुड़ी ये आम कुचर विकास बाबू से आम बगीचार मालिक काकुड़ी बारे पशिकी बर्तमान काकुड़ी खोजार व्यस्त आउ जन सेपटे खोजुती ये आमर जी हार्ड हिटर थे आगर सागर एबे आउ ना पूरा फ्लप हो सारे सी भी काकुड़ी बारे पशि सारे ये आमर से लगे बैगन टमाटो टमाटो एपटे लगी टमाटो सब टमाटो 5 एकर लगी आउ काकुड़ी 7 एकर जगार लगी आउ झुडंग अरे झुडंगड़ा केते 8 एकर ना 10 झुडंग लगी तार 10 एकर जगह ये कौन गोटे एटा भी लगी से गछ ही गलानी देखु
ये भी झोडंग हବ ନା ପିଲାମାନେ ସବୁ ବଗିଚା ଭିତରେ ପଶିକି ନିଜେ ବି ଖୋଜି ଦେଉଛନ୍ତି। ଆଜି ବ୍ଲଗ୍ଟି ରହିଲା ବଗିଚାରେ ପଶିକି କାକୁଡ଼ି ଖିଆ ଆଜିର ଟାଇଟଲ ରହିବ। ଆଉ ଟମାଟୋ କେମିତି ଟମାଟୋ ବଢ଼ିଆ ଫଳିଛି ଦେଖନ୍ତୁ। ବହୁତ ଏରିଆ ଲଗେଇଛି ଦେଖୁନାହାନ୍ତୁ ଏ ଲାଗିଛି ଆଖି ପାଉନି ବଗିଚା ଏତେ କରାହେଇଛି ଯେ କାକୁଡ଼ି ଖୋଜା ଚାଲିଛି। ଆରେ ଜୁତା ପିନ୍ଧିକିନା ପଶିଛ କି ରେ ସେ ଖୋଲି ଦେଇଛି ତାର ତମେ ଗୋଟେ ଚପଲ ବିନା ପଇସା ଯାଇଛ। ସେ ଆମର ବଗିଚାର ଓନର ଇଏ ବ୍ରହ୍ମାନନ୍ଦ ସିଂ ସେ କାକୁଡ଼ି ଖୋଜୁଛନ୍ତି। ଦେଖନ୍ତୁ କାକୁଡ଼ି ଏଇ ସାଇଜ୍ ସବୁ ହେଇଛି। କାକୁଡ଼ି କେଜି କେତେ ହାଟରେ କେତେ ବିକା ହାଟରେ 40। ଯଦି କିଏ ବେଶୀ ନେବାକୁ ଚାହୁଁଛି ଏଠି ଆମର ତାର ଦିନକୁ ବାହାରୁଛି ମିନିମମ୍ 80 କେଜି ପାଖାପାଖି ନା ହଁ ଦିନକୁ 80 କେଜି ବାହାରୁଛି। ଯଦି କାହାର କାକୁଡ଼ି କେବେ ଦରକାର ତ ମୁଁ ସ୍କ୍ରିନ୍ରେ ଦେଇଦେବି ନମ୍ବର କଣ୍ଟାକ୍ଟ କଲେ ସେ ଡିସକାଉଣ୍ଟରେ ଦେଇଦେବ ବି 30, 25, 30 ଟଙ୍କାରେ ଦେବ ନେଇକି ଆପଣମାନେ ମାର୍କେଟରେ ବିକିପାରିବେ। ବର୍ତ୍ତମାନ ମୁଁ କାକୁଡ଼ି ବାରେ ପଶିଛି ମୁଁ ବି ଖୋଜିବି। ମୁଁ ଗୋଟେ ପାଇଗଲି ସେ କାଲି ନେଇଯାଇଥିଲା ବିକ୍ରି କରିବାକୁ ତ ଏବେ ସାଙ୍ଗେ ସାଙ୍ଗେ ଆଉ ପାଉନୁ ଯାହା ଛୋଟ ବଡ଼ ଅଛି ତାକୁ ନେଇକି ଆମେ ଖାଇବୁ। ଆମର ବଗିଚାର ଓନର ଯିଏ ସିଏ ହିଁ କାକୁଡ଼ି ପାଉଛି ଆମକୁ କାକୁଡ଼ି ଦିଶୁନି। ବଗିଚାର ଓନର କାଲି ପାଣି ମଡ଼େଲେ ପୁଣି ଯାହା ବାହାରିବ ବଢ଼ିବ ଗୋଟେ ଦିନରେ ବଢ଼ିଯାଉନି। କାକୁଡ଼ି ପ୍ରତ୍ୟେକ ଦିନ ଆରେ ଆମର କରିଥିଲୁ ପ୍ରତ୍ୟେକ ଦିନ କାକୁଡ଼ି ତୋଳା ହୁଏ। ସେଇଟା ପରା ମୁଁ ଏଇଟା ଛୋଟ ଗୁଡ଼ା ତୋଳି ଦେଉଛି ଏକାଥରେ ଛୋଟ ଶୁଖିଲା ସବୁ ଛୋଟ ଗୁଡ଼ା ତୋଳିଯାଏ ଖାଲି ଗୋଟେ ଦିନ ଥିବ ପାଣି ମଡ଼ା ହବ ତାର ଦିନ ପୁଣି ବାହାରିବ ହେଲା। ସେଇପଟ କାନ୍ଥରେ ଗୋଟେ ଅଛି ହିଡ଼ କାନ୍ଥ ବାଟେ ତାର ଦେଖ ସେଇ ହିଡ଼ କାନ୍ଥ ବାଟେ ଗୋଟେ ଛୋଟ ଗୋଟେ ଅଛି ସେଇ ଗୋଟେ ସାଇଡ଼ରେ ଦେଖ ସେଇମାନଙ୍କ ଭିତରେ ଦେଖ ମୁଁ ଦେଖିଥିଲି ମନେ ନାହିଁ। ଫାଇନାଲି ମୁଁ ଆଉ ଗୋଟେ ପାଇଗଲି। କୋଉଟା ଖାଇବା କାଲି ତୁଳା ହେଇଥିଲା ଆଜି କହିବ କୋଉଟା ମିଳିବ ନା ତା ସାଇଡ଼୍ ଗୋଟେ ଥିବ ଏମିତି ଫଟୋ ମାରିବା ପାଇଁ ଦିନରେ ହେଲେ ବୁଢ଼ ହେଇଯାଉଛି ମୁଁ ଛେକକୁ ନେଲେ ସିନା ହଁ ତୋଳିଥିଲି ମୁଁ ତ ସବୁ ଛୋଟ ବଡ଼ ତୋଳି ଦେଉଛି ଏକାଥରେ ମାଟି କରିଦେବି ଏକାଥରେ ତାପରେ ଇଏ ସବୁ ଆମ ପିଲା ଆସିଛନ୍ତି ଦେଖି ନିଅନ୍ତୁ ଏସବୁ ଆସିଛନ୍ତି କାକୁଡ଼ି ଖାଇବା ପାଇଁ। କୁଚର ବ୍ୟାଟର କୁଚର ଇଏ ଇଏ ଦେଖାନ୍ତୁ ଶୁଭ ବାବୁ କ'ଣ ନେଇକି ଆସିଛନ୍ତି ଦେଖନ୍ତୁ। ଏ ଲୁଣ ଲଙ୍କା ନେଇକି ଆସିଛନ୍ତି ସମସ୍ତ ଗୋଟେ ବଡ଼ କାକୁଡ଼ିଟା ପାଇଛି ମୁଁ କାକୁଡ଼ି ପାଇଛି ସାଗର ଗୋଟେ ବଡ଼ ଆଜି ବଡ଼ କାକୁଡ଼ି ଏମିତି କେଉଁମାନେ ଅଛନ୍ତି ସାଙ୍ଗ ବାଡ଼ିକୁ ଯାଇକି ସେ ଯାହା ବି ବଗିଚାରେ ଲଗେଇଛି ତୋଳିକି ଖାଇଛନ୍ତି। ଯଦି ବି ଏମିତି କିଏ କେଉଁ ଜାଗାରେ କରୁଛନ୍ତି ତ ସେଟା ମୋତେ କମେଣ୍ଟରେ ଜଣେଇବେ। ଆମେ ଏଇଭଳିଆ ଯାଉଛୁ ସାଙ୍ଗ ବାଡ଼ିରୁ ଯାହା ବି ଫଳିଥାଏ ତୋଳିକି ଖାଉଛୁ। ଦେଖନ୍ତୁ କେତେ ପିଲା ସବୁ ଆମର ଚାଲିଛନ୍ତି ଲାଇନରେ। ଆମେ ଯିବୁ ନେକ୍ସଟ ଟାଇମ୍ ତମ ବାଡ଼ିକୁ ଗୋଟେ ବାଲ୍ଟିରେ କାକୁଡ଼ି ସବୁ ଧୁଆ ହେଲା ଏବେ। ଇଏ ଯୋଉଟା ଆମ ଗାଁକୁ ଆସିଥିଲା ପଇସା ଦେଲାନି ହେଲା ଏଇଭଳିଆ ଆଉ ଇଏ ହେଲା ଗୋଟେ କ'ଣ କହିଲେ ଖଟି। ଏଠି ତ ସମସ୍ତେ ଗୋଟେ ମାନେ କାଟାଗୋରୀ ପିଲା ନୁହଁ ସବୁ ସାନ ବଡ଼ ଏମିତି ମିଶିକି ରହିଛନ୍ତି। ସାନ ପ୍ରାୟ ଅଛନ୍ତି ତ କହିହେବନି ସାଙ୍ଗ ହେଲେ ବି ଏଇଟା ଗୋଟେ ଖଟି ଆଉ। ଲୁଣ ଲଙ୍କା ଅଣା ହେଇଛି
ଗୋଟେ ସାଇଜ ଲୁଣ ଲଙ୍କା ଅଛି ସେ ସାଇଜରେ ମିଳିବନି ଆଉ ଦେଖ ଆଉ ତୁ ମୁଁ ଖାଇବା ଲୁଣ ଲଙ୍କା ଦେଇକି ତାକୁ ପୁରା ପାଗ ତାକୁ କୁହାଯାଏ ଆମ ଗାଉଁଲି ଭାଷାରେ ପାଗ। ଆହୁରି କାଟିଲେ ତମେ ମଜା ପାଇବନି। ମୋ ପାଇଁ ଗୋଟେ ଦିଅରେ ଭାଙ୍ଗିଯିବ। ସେ ଆମ ଉନର ଆହୁରି କାକୁଡ଼ି ନେଇକି ଆସିଲେନି ଦେଖନ୍ତୁ। ଆସନ୍ତାକାଲି ଖାଇଥିଲେ ପୁରା ସାଇଜ ଦି ପିସ୍ କର। ସୁଭାଷ ଜି ସୁଭାଷ ଆଜି ଭୁବନେଶ୍ୱର ଆସିଛ ତ ଏଠି କାକୁଡ଼ି ଖାଇ କେମିତି ଲାଗୁଛି ବି କହିବେ ଟିକେ। ଗାଁର ମଜା କିଛି ଔଷଧ ପଡୁନାହିଁ ହେଲା ପୁରା ଦେଶୀ 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 ଖତ ମାନେ ଖତରେ ଯାହା ହଉଛି ବୁଝିଲ ନା। ଏଟା ମେଣ୍ଡି କଣ ତ ମେଣ୍ଡିର ହଁ ହଁ ହଉ ତ ସିଏ ତ ରାସାୟନିକ ହେଲାନି ନା। ମୋ ପାଇଁ ଗୋଟେ ଶାଗ ଭାଇ ଦିଅ କଣ ଝିଅ ପିଲା କାଟୁଛ ଯେତେବେଳେ ଜାଣିଛ ନା ଗୋଟେ ବେପାରୀ ଦେଇଥିଲେ ସେ କାଟିକି ତମକୁ ଖୁଆଇକି ପଠେଇ ସାରନ୍ତାନି। ସେ ଛାଡ ଦିଅ ଦିଅ କାଟୁଛନ୍ତି ଗୋଟେ ସବୁ ଝିଅ ପିଲା ଭଳିଆ ଗୋଟେ ଛୁରୀରେ ଛୁଟେ କଡ଼ରେ ରାଗ ହେଲାନି। ଏଇମାନେ ପୁଣି ଆମ କ୍ରିକେଟ ଟିମ୍ର ସବୁ ପ୍ଲେୟାର ଦେଖନ୍ତୁ। ହ୍ୟାଲୋ କାକୁଡ଼ି ଖାଉଛି କାକୁଡ଼ି ଖାଉଛି କାକୁଡ଼ି ଖାଉଛି ଚିନେଗୁଡ଼ିରେ କାକୁଡ଼ି ଖାଉଛି। ପାଗ ଏଇଭଳିଆ କରାଯିବ। ଆଜି ଦେଖିବୁ ଆଜି ଯୋଉ ଭିଡ଼ିଓଟା ପଡ଼ିବ ୟୁଟ୍ୟୁବରେ ସେ ଭିଡ଼ିଓ ଦେଖିବୁ ହେଲା। ଦିଅନ୍ତୁ ଗୋଟେ ଭାଇ ଖାଇ ଦିଅନ୍ତୁ। ମସଲାରେ ଲାଗିଛି ଇଏ ଆମ ବଗିଚାର ଉନ୍ନର ସେ କିଛି କହିପାରୁନାହାନ୍ତି ଆମ ଆଗରେ କିନ୍ତୁ ମନରେ ଭାବୁଛି ଆଜି ମୋର 3 କିଲୋ କାକୁଡ଼ି ମାନେ 200 କିମ୍ବା 150 ଟଙ୍କା ଲସ୍ ଖାଇଲି। ଆମେ ଜାଣିପାରୁଛୁ ସେ କିଛି କହିପାରୁନାହାନ୍ତି ଆମେ ଯେହେତୁ ଏତେ ପିଲା ଅଛୁ କିନ୍ତୁ ମନରେ ସେ ଭାବୁଥିବେ ଆଉ ଯଦି ଭାବୁଛନ୍ତି ନା ନାହିଁ ଆପଣମାନେ କମେଣ୍ଟରେ ଜଣାଇବେ। ସୁଭାଷ ଯିଏକି ଜଣେ କେଉଁ ସଂସ୍ଥାରେ କାମ କରୁଛନ୍ତି ଜାଣିନାହାନ୍ତି କହୁଛନ୍ତି କହିବେନି ବି କହୁଛନ୍ତି। ଦେଖନ୍ତୁ କିନ୍ତୁ ତାଙ୍କ କାକୁଡ଼ି କାଟିବା ପ୍ରୋସେସଟା କେମିତି। ହୁଏତ ସେ ଭୁବନେଶ୍ୱର ବୋଲି ଅଛନ୍ତି ବୋଲି ଆମେ ଜାଣିଛୁ ତ ସେଠି କ'ଣ କରୁଛନ୍ତି ଆମକୁ ଜଣା ନାହିଁ। ହୁଏତ ସେ କାକୁଡ଼ି ବି ବିକ୍ରି କରିଥାଇ ପାରନ୍ତି ସେଠି ବିଏମ୍ସିରେ ସେ ଝାଡ଼ୁ କରୁଛନ୍ତି। ରାଗା ବହୁତ ଅଛି ଯୋଉ ଲଙ୍କାଟା କାଟା ହେଇଛି ବାଟା ହେଇଛି ଲୁଣ ସହିତ ଇଏ ଆମର ଲୁଣ ଲଙ୍କା ବାଟିକି ନେଇକି ଆସିଛି ଶୁଭ ଶିଳରେ ବାଟା ହେଇଛି ବୋଲି ଏଇଭଳିଆ ନା ଆଉ। ଲାଗିଛି ଏଟା ଏ ମୋ ପାଇଁ ଗୋଟେ ଦିଅରେ ଆରେ ବାବୁଙ୍କର ମାଙ୍କଡ ଆଉନାହାନ୍ତି କି ଖାଲି ଟମାଟୋ ବାରେ ପଳେଇଥିଲା ପରା ଏଇ ଶାଳିରା ଗୁରା ସବୁ ଗଛ ମତର କିଳେଇକିନା ଆଉ ପଦା କର ମୋର କିଛି କରିବ ଘର ଆଉ କଣ କାଟୁଛି ଗୋଟେ କାକୁଡ଼ି ଖିଆ ବର୍ତ୍ତମାନ ଚାଲିଛି ତ କିଛି କହିହେବ ନାହିଁ। ଚାରିଆଡେ ନଗେଇ ନଗେଇ ଖାଇଦେବାର ଅଛି। କାକୁଡ଼ି ଖାଇଲେ ବହୁତ ଖୁସି ଲାଗୁଛି କିନ୍ତୁ ଯେତେବେଳେ ବଡ଼ ଭାଇ ବାହାଘର ଏଠି ଭୋଜିରେ ଦେବେ ଯୋଉ ଖୁସି ଲାଗିବ ସେଟା ଅଲଗା ପ୍ରକାର ଖୁସି। ବଡ଼ ଆଉ କାକୁଡ଼ି ଖାଇ କେମିତି ଲାଗୁଛି? କାକୁଡ଼ି ଟେଷ୍ଟ ଭଲ ଅଛି। ଆମ ନା ଆମେ ଜାଣିବାକୁ ଚାହୁଁଛୁ ଯୋଉ ଲଙ୍କା ଲୁଣ ବାଟା ହେଇଛି ସେଟା ଠିକ୍ ଅଛି ନା ନାହିଁ? ଠିକ୍ ଅଛି ଲଙ୍କାଟା ପୋଡୁଛି ସାଗର କେମିତି ଲାଗୁଛି? ଠିକ୍ ଅଛି ବଢ଼ିଆ ଅଛି। ଆରେ ବିଶ୍ଵ ତୁ କହୁଥିଲୁ ଖାଇବୁନି ପୁଣି ଲୁଭ ହଁ ଦେଖ ଏଇନା ମାନେ ଲଙ୍କାଟା ରାଗା ଥିଲା ବୋଲି କହିଲା ଖାଇବିନି। ସିଏ ଖାଇଲା ନାହିଁ ଏଇଟା ମତେ ଦେଇଦେଲା ଦେଖ। କେତେ ପାଣି ଅଛି ଏଇଠି
ତ ଏଇଭଳି ଲାଇଭରେ ସାଙ୍ଗସାଥି ହେଇକି ଏନ୍ଜୟ କର ସମସ୍ତେ। କେହି କେଉଁ ସାଙ୍ଗ ପ୍ରତି କେବେ ରାଗରୁଷ କରନି। ରାଗରୁଷ କେତେ ଦିନ ଏମିତି ଏମିତି ସାଙ୍ଗସାଥି ହେଇକି ଖୁସି ବାସିରେ ସବୁ ଜୀବନଯାପନ କରନ୍ତୁ। ଏତିକି ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥ ନିକଟରେ ପ୍ରାର୍ଥନା କରୁଛି। ଆଉ କେବେ କେଉଁ ସାଙ୍ଗ ପ୍ରତି ରାଗରୁଷ ରଖନ୍ତୁ ନାହିଁ। କାରଣ ସାଙ୍ଗ ଥିଲେ କେତେବେଳେ ବିପଦ ଆପଦରେ ସମସ୍ତେ ସାହାଯ୍ୟ ସହଯୋଗ କରିବେ। ପ୍ରଥମେ ସାଙ୍ଗ ହିଁ ଆସିପାରିବ। ତ ଏଇଭଳି ସବୁବେଳେ ରହିବା ପାଇଁ ମୁଁ ଅନୁରୋଧ କରୁଛି ଆପଣମାନଙ୍କୁ। ହେଇ ଗୁଟେ ମାଛ ତ ଛଥର ଦେଖା ଯାଉଛି। ତମେ ଜାଣିନ ମିଲୁ ମାଛ ନବ ସାଗର ଆମେ ଯେଉଁ ସାଙ୍ଗସାଥି ହେଇକି କାକୁଡ଼ି ଖାଉଛୁ ଆଜି ତ ସବୁ ଏମିତି ଗୋଟେ ଜାଗାରେ ରହିକି ଆଜି ଏକାଠି ହେଇଛୁ ଆସିଲୁ ଜଣଙ୍କ ବାଡ଼ିକୁ ବା ସେ ସାଙ୍ଗଟାକୁ ସେ ସାଙ୍ଗ ବି ହେବ ଆମର। ତ କେମିତି ଲାଗିଲା ଆପଣମାନଙ୍କୁ ସେଟା ଟିକେ ଆମକୁ କମେଣ୍ଟରେ ଯଦି ଜଣେଇବେ ବହୁତ ଖୁସି ଆମେ ହବୁ। ବିନା ଖାଦ୍ୟରେ ମାଛ ଧରନ୍ତି କଲେ ଏଇଠି ହେଲା ଯେତିକି ହବା କଥା। ଗାଇଜ ରେଡି ତ ରେଡି ରେଡି। ଆମର ଆଉ ଗୋଟେ ପିଲା ଆସିନି ଭାରି ମନ ଦୁଃଖ ଯିଏକି ବବୁନ ସିଂ। ହଉ ଏ ବ୍ଲଗକୁ ଏତିକିରେ ରଖିଲି। ରହିଲି। ଜୟ ଜଗନ୍ନାଥ।